सुप्रभात ओडिशा ओडिया टीआरपी टीवी तरफ पुणी थे आपको स्वागत जनाऊँगी। तो आसत देखिए आज सकाल कौन सब गुरुत्वपूर्ण अपडेट रही। तेणु आपण मैंने भिडियो शेष पर्यंत निश्चिंत देखु। भिडियो को लाइक करूँ, शेयर करूँ और सब्सक्राइब करनी जहाँद्वारा आपण मैंने प्रतिदिन यहीपरि गुरुत्वपूर्ण घटनाଗୁଡ଼ିकर नोटिफिकेशन सर्वप्रथमे आम चैनल तरफ जानवाक पाइबे। नंबर 1 हाइकोर्ट एक गुरुत्वपूर्ण राय देइछन्ति। एही राय अनुसार एणिकी पोष्यपुत्र को अनुकंपामूलक नियुक्ति मिल पार। क्याट केन्द्रीय प्रशासनिक ट्रिब्यूनाल देइथिबा आदेश को हाइकोर्ट कायम रखिछन्ति एवं दक्षिण पूर्व रेलवाईर आवेदन को खारज कर देइछन्ति। एही मामलाରେ के मनोज पात्र को 2 मास मध्य नियुक्ति देबाकू हाइकोर्ट निर्देश देइछन्ति। समय मध्य नियुक्ति न मिले यह गुरुतर सह ग्रहण कर कोर्ट कहते। मनोज पात्र पोष्य पिता के सुधा पात्र रेलवाई टेक्नीशियन थिले एवं 2008 मृत्यु होता। प्रथम रेलवाई नियुक्ति अस्वीकार करथिले किंतु एवं हाइकोर्ट राय मनोज को पक्ष न्याय मिली। परवर्ती न्यूज भारत में सुनार मूल्य अब बहुत बेसी अच्छी। 1 ग्राम सुना किणवा को हजार हजार टंका खर्च करने को पड़ुछि। किंतु आपण जानिले आश्चर्य हेबे जे एक देश अच्छी जो 1 ग्राम सुनार मूल्य 1 कप चा ठार कम। से देशटी हूँ वेनेजुएला। सेठारे 24 क्यारेट सुनार 1 ग्राम मूल्य भारतीय टंकार प्राय 181 टंका मात्र। 22 क्यारेट सुना तो आउठू अधिक सस्ता। यही कम मूल्य देखि लोक मैंने खुशी होगा भली लगी प्रकृत में यह देशर अर्थनीति दुर्बल होवार चिन्ह। वेनेजुएलार मुद्रार मूल्य बहुत कमी जाइए और सरकार देश चलाइवाई सुना भंडार बिक्री करिछि। एही कारणରୁ ସେଠାରେ ସୁନା ଏତେ ଶସ୍ତା ମିଳୁଛି। ପରବର୍ତ୍ତୀ ନ୍ୟୁଜ୍ ରାଜ୍ୟରେ ଏବେ ଗାଡ଼ି ଚଳାଇବାକୁ ନେଇ କଡ଼ା ନିୟମ ଲାଗୁ ହୋଇଛି। ପ୍ରଦୂଷଣ ଇନ୍ସୁରାନ୍ସ ଓ ଫିଟନେସ୍ ପ୍ରମାଣପତ୍ର ନଥିଲେ ସାଧାରଣ ଲୋକଙ୍କୁ ଭାରି ଫାଇନ୍ ଦେବାକୁ ପଡ଼ୁଛି। କିନ୍ତୁ ଏହି ନିୟମ ସରକାରୀ ଗାଡ଼ି ଓ ଆମ୍ବୁଲାନ୍ସ ପାଇଁ ଠିକ୍ ଭାବେ ଲାଗୁ ହେବ ନାହିଁ। ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା କିଛି ଆମ୍ବୁଲାନ୍ସର ଫିଟନେସ୍ ଇନ୍ସୁରାନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ରର ଅବଧି ସରିଯାଇଥିବା ଦେଖାଯାଇଛି। କେତେକ ଆମ୍ବୁଲାନ୍ସର ନମ୍ବର ପ୍ଲେଟ୍ ମଧ୍ୟ ଲିଭିଯାଇଛି ଓ ପଛ ଦ୍ୱାର ଭଲ ଭାବେ ବନ୍ଦ ହୋଇନାହିଁ। ଏହା ରୋଗୀଙ୍କ ସୁରକ୍ଷା ପାଇଁ ଗମ୍ଭୀର ବିପଦ। ଟୋଲଗେଟ୍ ଓ ରାସ୍ତାରେ ଯାଞ୍ଚ ହେଉଥିଲେ ମଧ୍ୟ ଆମ୍ବୁଲାନ୍ସ ଟ୍ୟାକ୍ସ ଫ୍ରି ହେବାରୁ ଜରିମାନାରୁ ବଞ୍ଚି ଯାଉଛି। ଏଥିରେ ପରିବହନ ବିଭାଗର ନଜର କାହିଁକି ପଡ଼ୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି। ପରବର୍ତ୍ତୀ ନ୍ୟୁଜ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ 43ତମ ହାଇ ଲେଭେଲ କ୍ଲିୟରେନ୍ସ ଅଥରିଟି HLCA बैठक अनुष्ठित होइछि। ଏହି ବୈଠକରେ 7ଟି ବଡ଼ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ମୋଟ 55,783 କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ପ୍ରାୟ 14,500ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକ ଇସ୍ପାତ, ଅଟୋମୋବାଇଲ, ସେମିକଣ୍ଡକ୍ଟର, ଶିଳ୍ପ, ଗ୍ଲାସ ଓ ଫାର-ଅଲ୍-ଏଜ୍ ଓ ବିଦ୍ୟୁତ୍ କ୍ଷେତ୍ର ସହ ସମ୍ପୃକ୍ତ। ଢେଙ୍କାନାଳ, ଗଞ୍ଜାମ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ଏହି ଅନୁମୋଦନ ଦ୍ୱାରା ରାଜ୍ୟର ଶିଳ୍ପ ବିକାଶ ଦ୍ରୁତ ହେବା ସହିତ ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି। ପରବର୍ତ୍ତୀ ନ୍ୟୁଜ୍ ଇରାନରେ ସରକାରୀ ବିରୋଧୀ ପ୍ରତିବାଦ ଦିନକୁ ଦିନ ଅଧିକ ତେଜ ହେଉଛି। ରାଜଧାନୀ ତେହେରାନ ସମେତ ଦେଶର 100ରୁ ଅଧିକ ସହରରେ ହିଂସାତ୍ମକ ପ୍ରଦର୍ଶନ ଦେଖାଯାଉଛି। ଗତ 12 ଦିନ ଧରି ଚାଲିଥିବା ଏହି ପ୍ରତିବାଦ ଏବେ ଭୟଙ୍କର ରୂପ ନେଇଛି। ଉତ୍ତେଜିତ ପ୍ରଦର୍ଶନକାରୀମାନେ କାର୍, ବାଇକ୍ ଓ ସରକାରୀ କାର୍ଯ୍ୟାଳୟକୁ ଜାଳି ଦେଇଥିବା ଖବର ମିଳିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବାରୁ ଇରାନ ସରକାର ସମଗ୍ର ଦେଶରେ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ଏହା ଏକ ଦେଶର ଏୟାର ସ୍ପେସ୍ ମଧ୍ୟ ବନ୍ଦ କରାଯାଇଛି। ଏପର୍ଯ୍ୟନ୍ତ ଏହି ହିଂସାରେ 45 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2260 ଜଣଙ୍କୁ ଗିରଫ କରାଯାଇଛି। ମୁଦ୍ରାସ୍ଫୀତି, ବେରୋଜଗାରୀ ଓ ଟଙ୍କାର ମୂଲ୍ୟ ହ୍ରାସ ପ୍ରତି ଜନତାର ରୋଷ ଏହି ଆନ୍ଦୋଳନକୁ ମୁଖ୍ୟ କାରଣ। ନିର୍ବାସନରେ ଥିବା କ୍ରାଉନ୍ ପ୍ରିନ୍ସ ରେଜା ପହଲେଭି ଲୋକଙ୍କୁ ପ୍ରତିବାଦ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଯାଏ ତେବେ ଆମେରିକା ଦୃଢ଼ ପଦକ୍ଷେପ ନେବ। ପରବର୍ତ୍ତୀ ନ୍ୟୁଜ୍ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ପ୍ରବଳ ଶୀତ ପଡ଼ିଛି। ଶୁକ୍ରବାର ଶିମିଳିପାଳ ଉପ ବାରହାକାମୁଡ଼ା ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇ -1 ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଗତ 13 ବର୍ଷ ମଧ୍ୟରେ ଏପରି ତାପମାତ୍ରା କମିନଥିବାରୁ ଏହା ଏକ ନୂଆ ରେକର୍ଡ ଭାବେ ଦର୍ଶାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗଗନେନି କହିଛନ୍ତି ଯେ ବୁଧବାର ଓ ଗୁରୁବାର 2 ଦିନ ଧରି ତାପମାତ୍ରା 0 ଡିଗ୍ରୀ ରହିଥିଲା ଓ ପରେ ଏହା ମାଇନସକୁ ଖସିଯାଇଛି। ଏହାର ପ୍ରଭାବରେ ଶିମିଳିପାଳ ସଂଲଗ୍ନ ଅଞ୍ଚଳ ଓ ସମଗ୍ର ଜିଲ୍ଲାରେ ପ୍ରବଳ ଶୀତ ଅନୁଭବ କରାଯାଉଛି। ଶୀତରୁ ବଞ୍ଚିବା ପାଇଁ ଲୋକେ ଗରମ ପୋଷାକ ପିନ୍ଧିବା ସହ ନିଆଁ ଜାଳି ନିଜକୁ ଗରମ ରଖୁଛନ୍ତି। ଶିମିଳିପାଳର କିଛି ଉଚ୍ଚ ଅଞ୍ଚଳରେ କୁହୁଡ଼ି ପଡ଼ିଥିବାର ମଧ୍ୟ ଦେଖାଯାଉଛି। ପରିବେଶ ପରିବର୍ତ୍ତନ, ଅବାଧ ଗଛ କଟା ଓ ଖଣି ଖନନ ଯୋଗୁଁ ଜଳବାୟୁର ପରିବର୍ତ୍ତନ ଆସୁଥିବାର ପ୍ରଭାବ ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପରବର୍ତ୍ତୀ ନ୍ୟୁଜ୍ ଶୀତ ଲହରୀ ଚାଲିଥିବା ସମୟରେ ଶୁକ୍ରବାର ସକାଳୁ ଦିଲ୍ଲୀ ଓ NCRରେ କିଛି ଅଞ୍ଚଳରେ ହଠାତ୍ ବର୍ଷା ହୋଇଛି। ସକାଳୁ ସକାଳୁ ହାଲୁକା ମଧ୍ୟମ ଧରଣର ବର୍ଷା ହେବା ଯୋଗୁଁ ଲୋକମାନେ ଅସୁବିଧାରେ ପଡ଼ିଥିଲେ। ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ଏହି ବର୍ଷା ପାଇଁ କୌଣସି ସତର୍କତା ଜାରି କରିନଥିଲା। ପାଣିପାଗ ବିଭାଗ କହିଛି ଯେ ଆଗାମୀ 2 ଘଣ୍ଟା ମଧ୍ୟରେ ଦିଲ୍ଲୀ ସହିତ ହରିୟାଣା ଓ ରାଜସ୍ଥାନର କିଛି ଅଂଶରେ ମଧ୍ୟ ବର୍ଷା ହୋଇପାରେ। ଏହି ବର୍ଷା
ଯୋଗୁଁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି ଏବଂ ଶୀତ ଆହୁରି ବଢ଼ିବ। ଘନ କୁହୁଡ଼ି ଓ ପ୍ରବଳ ଥଣ୍ଡା ମଧ୍ୟରେ ହୋଇଥିବା ଏହି ବର୍ଷା ଦିଲ୍ଲୀ ଏବଂ ଏନ୍ସିଆର୍ର ବାୟୁ ଗୁଣବତ୍ତାକୁ ଭଲ କରିପାରେ। ବର୍ତ୍ତମାନ ବାୟୁ ଗୁଣବତ୍ତା ଖରାପ ଓ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ପାଣିପାଗ କେନ୍ଦ୍ର ଅନୁଯାୟୀ ପ୍ରୀତ ବିହାର, ଓ ଇଣ୍ଡିଆ ଗେଟ୍, ସଫଦରଜଙ୍ଗ, ଦ୍ୱାରିକା, IGI ବିମାନବନ୍ଦର ସହିତ ଗୁରୁଗ୍ରାମ, ନୋଏଡା, ଫରିଦାବାଦ ଓ ଗ୍ରେଟର ନୋଏଡାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ନ୍ୟୁଜ୍। ଆଗାମୀ ସପ୍ତାହରେ ଭାରତ ପାଇଁ ଆସିପାରେ ଏକ ବଡ଼ ଝଟକା। ଆମେରିକା ଭାରତ ଉପରେ କିଛି ସାମଗ୍ରୀର 500% ପର୍ଯ୍ୟନ୍ତ ଟାରିଫ୍ ଲଗାଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ପଛରେ କାରଣ ହେଉଛି ରୁଷ ୟୁକ୍ରେନ୍ ଯୁଦ୍ଧ। ଆମେରିକା ଚାହୁଁଛି ଯେ କୌଣସି ଦେଶ ରୁଷ ନିକଟରୁ ତେଲ କିମ୍ବା ଅନ୍ୟାନ୍ୟ ଶକ୍ତି ସମ୍ପଦ କିଣିବା ବନ୍ଦ କରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ବିଲ୍କୁ ସମର୍ଥନ ଦେଇଛନ୍ତି, ଯାହା ଅନୁସାରେ ରୁଷ ସହ ବ୍ୟବସାୟ କରୁଥିବା ଦେଶ ଉପରେ କଠୋର ଟାରିଫ୍ ଲଗାଯିବ। ଆମେରିକା ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ ଏହି ବିଲ୍ ଉପରେ ଆଗାମୀ ସପ୍ତାହରେ ସଂସଦରେ ଭୋଟିଂ ହେବ। ଏହି ବିଲ୍ ଲାଗୁ ହେଲେ ଭାରତ, ଚୀନ ଓ ବ୍ରାଜିଲ ଭଳି ଦେଶ ଉପରେ ଆମେରିକା ଚାପ ପକାଇପାରିବ। ତେବେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶର କୃଷକ ଓ ଡାଏରୀ ସେକ୍ଟରକୁ କ୍ଷତି ହେଲା ଭଳି କୌଣସି ନିଷ୍ପତ୍ତି ସେ ନେବେ ନାହିଁ। ଏହି ମାମଲାକୁ ନେଇ ଦୁଇ ଦେଶ ମଧ୍ୟରେ ଚର୍ଚ୍ଚା ଚାଲିଛି। ପରବର୍ତ୍ତୀ ନ୍ୟୁଜ୍। ICC ପକ୍ଷରୁ T20 ବିଶ୍ୱକପ୍ 2026 ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଫେବୃଆରୀ 7 ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆୟୋଜିତ ହେବ। ଟିମ୍ ଇଣ୍ଡିଆ ଏଥିରେ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଖେଳିବ, କିନ୍ତୁ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏଥିରେ ଖେଳିବେ ନାହିଁ କାରଣ ସେ ପୂର୍ବ ବିଶ୍ୱକପ୍ ପରେ T20 କ୍ରିକେଟରୁ ଅବସର ନେଇଛନ୍ତି। ତଥାପି ନିକଟରେ ICC ଅଧ୍ୟକ୍ଷ ଜୟ ଶାହଙ୍କ ଏକଥା ଚର୍ଚ୍ଚାରେ ଆସିଛି। ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ରୋହିତ ଶର୍ମାଙ୍କୁ ଆମର ଅଧିନାୟକ ବୋଲି କହିଥିଲେ। ଆଶ୍ଚର୍ଯ୍ୟର କଥା, ସେଥିରେ ବର୍ତ୍ତମାନ T20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏହି କଥାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଦ୍ରୁତଗତିରେ ଭାଇରାଲ ହେଉଛି। ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ବିଶ୍ୱକପ୍ ଚାମ୍ପିୟନ ଦଳକୁ ସମ୍ମାନିତ କରାଯାଇପାରେ। ପରବର୍ତ୍ତୀ ନ୍ୟୁଜ୍। ଘରୋଇ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ PF ପାଇଁ ଦରମା ସୀମା 15,000 ଟଙ୍କା ରହିଛି, କିନ୍ତୁ ଏହି ସୀମାକୁ 30,000 ଟଙ୍କା କରିବାକୁ ଦାବି ଧରିଛି। ସୁପ୍ରିମକୋର୍ଟ ସେହି ବିଷୟରେ କେନ୍ଦ୍ର ସରକାର ଏବଂ EPFOକୁ 4 ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ 15,000 ଟଙ୍କାର ସୀମା ବର୍ତ୍ତମାନ ସମୟ ପାଇଁ ପୂର୍ଣ୍ଣ ହୋଇଯାଇଛି। ଆଜିକାଲି ସହରଗୁଡ଼ିକରେ ଆରମ୍ଭିକ ଦରମା 18,000 ରୁ 25,000 ଟଙ୍କା ମଧ୍ୟରେ ରହୁଛି। ଏମିତି ସ୍ଥିତିରେ ଅନେକ କର୍ମଚାରୀ PF ଓ ପେନ୍ସନ୍ ଲାଭ ପାଇବାକୁ ବଞ୍ଚିତ ହେଉଛନ୍ତି। ଯଦି PF ସୀମା 30,000 ହୁଏ, ତେବେ ଲକ୍ଷ ଲକ୍ଷ ନୂଆ କର୍ମଚାରୀ PF ଯୋଜନାରେ ଯୋଗ ଦେବେ। ମାସକୁ ଟିକେ ଟଙ୍କା ମିଳିପାରେ, କିନ୍ତୁ ଭବିଷ୍ୟତ ପାଇଁ ବଡ଼ ସଞ୍ଚୟ ହେବ। ତ ଆଜିର ମୁଖ୍ୟ ଖବରକୁ ଏଇଠି ରଖୁଛି। ଧନ୍ୟବାଦ।